ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ସମ୍ବଲପୁର ଓଡ଼ିଶା MA ଓଡ଼ିଆ କୋର୍ସ ଥାର୍ଡ଼ ସେମିଷ୍ଟାର ଆଲୋଚନା କରିବା MOD 10 ବ୍ଲକ 1ର ଚତୁର୍ଥ ଏକକ ଅସ୍ତିତ୍ୱବାଦ ଓ ବାସ୍ତବବାଦ ଏହାର ଆତ୍ମପରୀକ୍ଷଣ ପ୍ରଶ୍ନ ଉତ୍ତର। ପ୍ରଥମ ପ୍ରଶ୍ନ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ 1ର କ। ଜାଁ ପଲ ସାର୍ତ୍ରେଙ୍କ ଅସ୍ତିତ୍ୱବାଦୀ ଚିନ୍ତାଧାରା କ'ଣ ଥିଲା? ଉତ୍ତର ହେଲା ଜାଁ ପଲ ସାର୍ତ୍ରେ ହେଉଛନ୍ତି ଜଣେ ଫରାସୀ ଦାର୍ଶନିକ। ସେ ଦାର୍ଶନିକ ହସେରଲଙ୍କ ଛାତ୍ର। 1941 ମସିହାରେ ସାର୍ତ୍ରେ ନାଜି ସରକାରଙ୍କ ଦ୍ୱାରା ବନ୍ଦୀ ହୋଇଥିଲେ। ଯୁଦ୍ଧ ସନ୍ଧିପତ୍ର ସ୍ୱାକ୍ଷରିତ ହେବା ପରେ ତାଙ୍କୁ ମୁକ୍ତ କରାଯାଇଥିଲା। ଏହାପରେ ସେ ପୁନଶ୍ଚ ପ୍ରତ୍ୟାବର୍ତ୍ତନ କଲେ ଓ ଦର୍ଶନଶାସ୍ତ୍ର ଅଧ୍ୟାପନାରେ ନିୟୋଜିତ ନିଜକୁ କରିଥିଲେ। 1943 ମସିହାରେ ବିଇଙ୍ଗ ଆଣ୍ଡ ନଥିଙ୍ଗନେସ୍ ଏନ୍ ଏସେ ଅନ୍ ଫେନାମେନୋଲୋଜିକାଲ ଅଟୋଲୋଜି ଏବଂ ଏକ୍ଜିଷ୍ଟେନ୍ସନାଲିଜିମ୍ ପୁସ୍ତକ ତାଙ୍କର ପ୍ରକାଶ ପାଇଥିଲା। ଏହି ପୁସ୍ତକରେ ସେ ଅସ୍ତିତ୍ୱବାଦ ସଂକ୍ରାନ୍ତ ବହୁ ତଥ୍ୟ ଉନ୍ମୋଚିତ କରିବା ସହିତ ଅସ୍ତିତ୍ୱବାଦୀ ସିଦ୍ଧାନ୍ତକୁ ମଧ୍ୟ ପୂର୍ଣ୍ଣ ପ୍ରତିଷ୍ଠା କରାଇଥିଲେ। ସାର୍ତ୍ରେଙ୍କ ମତାନୁସାରେ ଚେତନା ଜଗତ ଏବଂ ବସ୍ତୁ ଜଗତ ପରସ୍ପରଠାରୁ ଭିନ୍ନ। ତାଙ୍କ ଦୃଷ୍ଟିରେ ବସ୍ତୁ ଜଗତ ଅର୍ଥାତ୍ ବିଇଙ୍ଗ ଇନ୍ ଇଟ୍ ସେଲ୍ଫ ଏବଂ ଚେତନା ଜଗତ ବିଇଙ୍ଗ ଫର ଇଟ୍ ସେଲ୍ଫ ଏହିପରି ଭାବେ ଅଟେ। ଜଗତର ସକଳ ପାର୍ଥିବ ବସ୍ତୁ, ଆବେଗ, ଇଗୋ, ବିଶ୍ୱାସ ଏସବୁ ଯାକ ହେଲା ଇନ୍ ଇଟ୍ ସେଲ୍ଫର ଅନ୍ତର୍ଗତ ଓ ଜଗତର ବିଇଙ୍ଗ ବା ଅସ୍ତିତ୍ୱ ନାହିଁ। ଏହା ବିଇଙ୍ଗ ବା ଅସ୍ତିତ୍ୱର ପରିପ୍ରକାଶ। ଏହା ଏତେ ନିଦା ଯେ ଏହା ମଧ୍ୟରେ ନଥିଙ୍ଗନେସ୍ ଶୂନ୍ୟତା ବା ଅନସ୍ତିତ୍ୱର ସ୍ଥାନ ନାହିଁ। କିନ୍ତୁ ଚେତନାର ଜଗତରେ ଏକ ଫାଙ୍କା ବା ଶୂନ୍ୟତା ଦେଖାଯାଏ। ଚିନ୍ତା ଓ ଚିନ୍ତା କରାଯାଉଥିବା ବସ୍ତୁ ମଧ୍ୟରେ ଶୂନ୍ୟତା ବା ଫାଙ୍କା ବିଦ୍ୟମାନ। ଏହାକୁ ହିଁ ଚେତନା ବୋଲି କୁହାଯାଏ। ତେଣୁ ଚିନ୍ତା ହେଉ ବା ଚିନ୍ତା କରାଯାଉଥିବା ବସ୍ତୁ ଏମାନଙ୍କ ମଧ୍ୟରେ ଶୂନ୍ୟତା ବା ଫାଙ୍କା ବିଦ୍ୟମାନ ରହିଛି। ଏହାକୁ କୁହାଯାଏ ଚେତନା। ଚେତନା ଏଭଳି ଏକ କଥା ଯାହାକୁ ଆମେ ପାର୍ଥିବ ବସ୍ତୁର ଆକୃତି ପ୍ରଦାନ କରିପାରିବା ନାହିଁ। ଏହା ହେଉଛି ଶୂନ୍ୟ। ତେଣୁ ଏହା ନଥିଙ୍ଗ। ଏହାର କୌଣସି ଅସ୍ତିତ୍ୱ ହିଁ ନାହିଁ। ଅସ୍ତିତ୍ୱ ମଧ୍ୟରେ ଅନସ୍ତିତ୍ୱର ସ୍ଥାନ ନାହିଁ। ମଣିଷ ହିଁ ଅନସ୍ତିତ୍ୱର ଆବାହକ ଓ ଧାରଣକାରୀ। ତେଣୁ ମଣିଷର ଅସ୍ତିତ୍ୱ ହିଁ ବିଇଙ୍ଗ ଏବଂ ନଥିଙ୍ଗନେସ୍ରେ ପରିପୂର୍ଣ୍ଣ। ତେଣୁ ଏହି ଗ୍ରନ୍ଥର ଶେଷରେ ସାର୍ତ୍ରେ ଲେଖିଛନ୍ତି ମ୍ୟାନ୍ ଇଜ୍ ଏ ୟୁଜଲେସ୍ ପର୍ସନ୍। ଜଗତର କୌଣସି ବସ୍ତୁ ଉପରେ ମଣିଷ ତା'ର ପୂର୍ଣ୍ଣ ଅଧିକାର ସାବ୍ୟସ୍ତ କରିପାରେ ନାହିଁ। ତା'ର ଅସ୍ତିତ୍ୱ ଓ ତା'ର ଜ୍ଞାନ ମଧ୍ୟରେ ଏକ ବ୍ୟବଧାନ ବିଦ୍ୟମାନ। କୌଣସି ଏକ ସାମାଜିକ ପରିବେଶ ମଧ୍ୟରେ ମଣିଷର ବ୍ୟକ୍ତିତ୍ୱର ଅଧ୍ୟୟନ ଅସମ୍ଭବ। ବ୍ୟକ୍ତିତ୍ୱର ସୂକ୍ଷ୍ମ ଅନୁଶୀଳନ ପାଇଁ ପରିବେଶ ଠାରୁ ତାକୁ ଅଲଗା କରିବା ଉଚିତ। ଏଥିସହିତ ସାମାଜିକ ଓ ରାଜନୈତିକ ସଂଗଠନ ମଣିଷର ଆତ୍ମ ଅନୁଶୀଳନ କ୍ଷେତ୍ରରେ ବାଧକ ସାଜନ୍ତି। ମାତ୍ର ସାମାଜିକ ଅଗ୍ରଗତି ପାଇଁ ସମାଜ ସହିତ ରହି ଗୋଟିଏ ଦଳ ବା ଗୋଷ୍ଠୀ ଭାବେ ମିଶି କାମ କରିବାକୁ ପଡ଼ିଥାଏ। ଏହିଭଳି ଭାବରେ ଜାଁ ପଲ ସାର୍ତ୍ରେ ନିଜର ଅସ୍ତିତ୍ୱବାଦୀ ଚିନ୍ତାଧାରାକୁ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ପ୍ରଶ୍ନ 1ର ଖ। ଈଶ୍ୱରଙ୍କୁ ମୃତ ବୋଲି କିଏ ଓ କାହିଁକି ଘୋଷଣା କରିଥିଲେ? ଉତ୍ତର ହେଲା ଈଶ୍ୱରଙ୍କୁ ମୃତ ବୋଲି ଘୋଷଣା କରିଥିଲେ ନିତ୍ସେ ନାମକ ଜଣେ ଉଗ୍ର ନାସ୍ତିକବାଦୀ, ଯିଏକି କିୟରକେଗାର୍ଡ଼ଙ୍କ ପରେ ଅସ୍ତିତ୍ୱବାଦୀ ମତବାଦକୁ ଅଗ୍ରଗାମୀ କରାଇଥିଲେ। କିନ୍ତୁ ସେ କିୟରକେଗାର୍ଡ଼ଙ୍କ ମୂଳ ବକ୍ତବ୍ୟକୁ ସମର୍ଥନ ନ କରି ସେ କହୁଥିଲେ ମଣିଷକୁ ଧର୍ମୀୟ ଈଶ୍ୱର ବିଶ୍ୱାସ ମଧ୍ୟରେ ବାନ୍ଧି ଦେବାର ଅର୍ଥ ଆତ୍ମସମର୍ପଣ ନୁହେଁ, ବରଂ ଏହା ଏକ ଆତ୍ମପ୍ରତାରଣା। ମଣିଷକୁ ବିଷାଦରେ ନିମଜ୍ଜିତ ହେବାର ପରାମର୍ଶ ଦେବାର ଅର୍ଥ ମଣିଷକୁ ଭୀରୁ, ଦୁର୍ବଳ, ବିଶ୍ୱାସହୀନ ଭାବେ ପ୍ରତିପାଦିତ କରିବା। ତେଣୁ ସେ 1882 ମସିହାରେ ଘୋଷଣା କଲେ ଈଶ୍ୱର ମୃତ। ପରବର୍ତ୍ତୀ ପ୍ରଶ୍ନ 1 ନମ୍ବର ଗ।
ଉଦ୍ଭଟ ଉଦ୍ଭଟତା କ'ଣ? ଉଦ୍ଭଟତା କହିଲେ କ'ଣ ବୁଝ? ଉତ୍ତର ହେଲା ଅସ୍ତିତ୍ୱବାଦୀ ସାହିତ୍ୟ ମୁଖ୍ୟତଃ କିଛି ମୁଖ୍ୟ ବିଷୟବସ୍ତୁ ଉପରେ ପର୍ଯ୍ୟବେସିତ, ଯେପରିକି ଉଦ୍ଭଟତା, ଶୂନ୍ୟତା, ଅସ୍ତିତ୍ୱବୋଧ, ମୃତ୍ୟୁଚେତନା, ବିଚ୍ଛିନ୍ନତାବୋଧ ଇତ୍ୟାଦି। ଉଦ୍ଭଟତା ଏହା ହେଉଛି ଅସ୍ତିତ୍ୱବାଦୀ ସାହିତ୍ୟର ଏକ ପ୍ରମୁଖ ବିଷୟ। ଉଦ୍ଭଟତାକୁ ନେଇ ପାଶ୍ଚାତ୍ୟ ନାଟ୍ୟ ଜଗତରେ ଏକ ସାହିତ୍ୟିକ ଯୁଗ ଆରମ୍ଭ ହୋଇଥିଲା। 1883 ମସିହାରେ ଦସ୍ ସ୍ପେକ୍ ଜରାଥ୍ରୁଷ୍ଟ ଏହି ବହିଟି ଆତ୍ମପ୍ରକାଶ କଲା ପରେ ପୃଥିବୀର ଜନସାଧାରଣ ଭଗବାନ ମୃତ୍ୟୁବରଣ କରିସାରିଛନ୍ତି ବୋଲି ଶୁଣି ସାରିଲେଣି। ଭଗବାନଙ୍କ ସ୍ୱରରେ କଣ୍ଟାରେ ଆଘାତ କରି ତାଙ୍କୁ ମାରି ଦିଆଗଲାଣି। ମୃତ୍ୟୁ ପରେ କ'ଣ ହେଲା, ଭଗବାନ କୁଆଡ଼େ ଗଲେ, ତାଙ୍କୁ ଖୋଜିବାର ଆବଶ୍ୟକତା ଅଛି କି ନାହିଁ, ସେ ସମ୍ପର୍କରେ ମଧ୍ୟ ସାଧାରଣ ଜନତା ଜାଣିନଥିଲେ। ଜରାଥ୍ରୁଷ୍ଟଙ୍କ ଘୋଷଣା ପରେ ପୃଥିବୀରେ ବିଶ୍ୱାସର କେନ୍ଦ୍ର ଦୋହଲିଗଲା। ପୃଥିବୀ ଭଗବାନହୀନ ପାଲଟିଗଲା। ସଂସ୍କୃତିକୁ କେନ୍ଦ୍ର କରି ବଞ୍ଚୁଥିବା ମଣିଷମାନେ କେନ୍ଦ୍ରଚ୍ୟୁତ ହେଲେ। ଏହି ଉଦ୍ଭଟତାକୁ ଆଧାର କରି ଯେଉଁ ସାହିତ୍ୟ ସୃଷ୍ଟି ହେଲା ତାହା ବାସ୍ତବତା ଠାରୁ ଭିନ୍ନ ଥିଲା। ପ୍ରଚାରଧର୍ମୀ ବାର୍ତ୍ତା, ଆଦର୍ଶବାଦୀ ପ୍ରେରଣା, ସାମାଜିକ କଥାବସ୍ତୁ ଏଥିରେ ନଥିଲା। କିନ୍ତୁ ପାଠକ ବା ଦର୍ଶକର ଗଭୀରତମ ପ୍ରଦେଶକୁ ଭେଦ କରିବାର ସାମର୍ଥ୍ୟ ଉପରେ ଏ ପ୍ରକାର ସାହିତ୍ୟ ଜୋର ଦେଇଥାଏ। ଅସ୍ତିତ୍ୱବାଦୀମାନଙ୍କ ଦ୍ୱାରା ଉଦ୍ଭଟତାର ପରିସର ପରିବ୍ୟାପ୍ତ ହୋଇଛି। ଏହି ପରିବ୍ୟାପ୍ତ ପରିମଣ୍ଡଳ ମଧ୍ୟରେ ମଣିଷ ଏପରି ଜଡ଼ିତ ହୋଇପଡ଼ିଛି ଯେ ଏଥିରୁ ମୁକ୍ତି ପାଇବାର ମାର୍ଗ ଉନ୍ମୁକ୍ତ ହୋଇପାରି ନାହିଁ। ଅସ୍ତିତ୍ୱବାଦୀ ଉଦ୍ଭଟତା ତିନୋଟି କଥା ଉପରେ ଗୁରୁତ୍ୱ ଦେଉଥିଲା। ଗୋଟିଏ ହେଲା ମଣିଷ ମଣିଷ ଭିତରେ ଥିବା ସମ୍ପର୍କ ହେଉଛି ଅର୍ଥହୀନ। ମଣିଷ ଓ ସମାଜ ଭିତରେ ଥିବା ସମ୍ପର୍କ ମଧ୍ୟ ମୂଲ୍ୟହୀନ। ବସ୍ତୁ ଜଗତ ସହ ମଣିଷର ସମ୍ପର୍କର ଅଯୌକ୍ତିକତା। ପରବର୍ତ୍ତୀ ଆଲୋଚନା 1 ନମ୍ବର ଘ ଶୂନ୍ୟତାବୋଧର ରହସ୍ୟ କ'ଣ? ଉତ୍ତର ହେଲା ଯଦି ମଣିଷ ଅତୀତର ସମସ୍ତ ପ୍ରକାର ବନ୍ଧନରୁ ମୁକ୍ତ, ଯଦି ତା ପାଖରେ ଭବିଷ୍ୟତର ସ୍ୱପ୍ନ ସମ୍ଭାବନା ନାହିଁ, ଏକ କ୍ଷୟଶୀଳ ବର୍ତ୍ତମାନକୁ ନେଇ ସେ ବଞ୍ଚିଛି କିପରି? ତାହେଲେ ଅସ୍ତିତ୍ୱବାଦୀ ସାହିତ୍ୟିକମାନେ ଏ ଧରଣର ବଞ୍ଚିବାକୁ କୁହନ୍ତି ଶୂନ୍ୟତା ମଧ୍ୟରେ ବଞ୍ଚିବା। ଏହି ଶୂନ୍ୟତାକୁ ଅତିକ୍ରମ କରିବାର ଶକ୍ତି ଅସ୍ତିତ୍ୱବାଦୀମାନଙ୍କର ସାମର୍ଥ୍ୟ ମଧ୍ୟରେ ନଥିଲା। ସେମାନେ ନିଶ୍ଚିତ ସିଦ୍ଧାନ୍ତରେ ପହଞ୍ଚି ସାରିଥିଲେ ଯେ ଶୂନ୍ୟ ହିଁ ସର୍ବଶେଷ ଅବସ୍ଥା। ମଣିଷକୁ ଧ୍ୱଂସ ସ୍ତୂପ ଉପରେ ଦଣ୍ଡାୟମାନ କରାଇ ଜୀବନ ରୂପୀ ନାଟକରେ ଯବନିକା ପକାଇ ଦିଏ। ଅସ୍ତିତ୍ୱବାଦୀମାନେ ମତବ୍ୟକ୍ତ କରନ୍ତି ଯେ ଶୂନ୍ୟତାକୁ ପ୍ରଥମେ ଅନୁଭବ କରିବା ଏବଂ ପରେ ବ୍ୟକ୍ତ କରିବା ମଧ୍ୟରେ ସାହିତ୍ୟର ସୃଜନଶୀଳତା ନିହିତ। ଅନୁଭବ ସମୟରେ ଶୂନ୍ୟତାବୋଧ କିଛି ମାତ୍ରାରେ ଅନୁଭୂତ ହୁଏ। ସାହିତ୍ୟରେ ବ୍ୟକ୍ତ ହେବା ସମୟରେ ଏଥିରେ ଆସେ ପରିପୂର୍ଣ୍ଣତା। ପରବର୍ତ୍ତୀ ପ୍ରଶ୍ନ 1 ନମ୍ବର ବିଚ୍ଛିନ୍ନତାବୋଧ କାହାକୁ କୁହାଯାଏ? ବିଚ୍ଛିନ୍ନତାବୋଧ ଉତ୍ତର ହେଲା ଅସ୍ତିତ୍ୱବାଦୀ ସାହିତ୍ୟରେ ବିଚ୍ଛିନ୍ନତାବୋଧ ଚରିତ୍ର ଓ ପରିବେଶ ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ନିଜ ପାରିପାର୍ଶ୍ୱିକ ପରିବେଶ ଓ ପରିସ୍ଥିତି ସହ ଖାପ ଖୁଆଇ ନ ପାରିବାରୁ ହିଁ ଏକାକିତ୍ୱ ବୋଧର ସୃଷ୍ଟି ହୋଇଥାଏ। କିନ୍ତୁ ସମୟ ସମୟ ଏପରି ପରିସ୍ଥିତି ଆସେ ଯେ ମଣିଷ ନିଜଠାରୁ ବିଚ୍ଛିନ୍ନ ହେବାର ଅନୁଭବ କରେ। ପୂର୍ବରୁ ଆଲୋଚନା କରିଛି ଯେ ମଣିଷ ଦୁଇଟି ସ୍ତର ମଧ୍ୟ ଦେଇ ଜୀବନ ବଞ୍ଚେ। ଗୋଟିଏ ହେଲା ଅସ୍ତିତ୍ୱର ସ୍ତର, ଆଉ ଗୋଟିଏ ହେଲା ବ୍ୟକ୍ତିତ୍ୱର ସ୍ତର। ଏ ଦୁଇଟି ସ୍ତର ପରସ୍ପର ଠାରୁ ଅଲଗା, କିନ୍ତୁ ମଣିଷ ଭିତରେ ହିଁ ଏମାନଙ୍କର ସ୍ଥିତି। ଅସ୍ତିତ୍ୱ ଯେତେବେଳେ ବ୍ୟକ୍ତିଠାରୁ ଅଲଗା ଅବସ୍ଥାନ କରିବାକୁ ଚାହେଁ, ସେତେବେଳେ ଆତ୍ମନିର୍ବାସନ ଭଳି ପରିସ୍ଥିତି ଉପୁଜେ। ଏହି ଆତ୍ମନିର୍ବାସନ ହିଁ ବିଚ୍ଛିନ୍ନତାବୋଧର ମୁଖ୍ୟ କଥା। ଆଲୋଚନା କରିବା ପରବର୍ତ୍ତୀ ପ୍ରଶ୍ନ 1 ନମ୍ବର ରମାକାନ୍ତ ରଥଙ୍କ କବିତାରେ ନିଃସଙ୍ଗତା ବୋଧର ପରିପ୍ରକାଶ କିପରି ଘଟିଛି ସୂଚନା ପ୍ରଦାନ କର। ଉତ୍ତର ହେଲା ନିଃସଙ୍ଗତା ବୋଧର ଶେଷ ପର୍ଯ୍ୟାୟ ହେଉଛି ମୃତ୍ୟୁଜନିତ ପୀଡ଼ା ଓ ଯନ୍ତ୍ରଣା। ଏହା କବି ରମାକାନ୍ତ ରଥଙ୍କ କବିତାରେ ପ୍ରକାଶିତ। ଯେପରିକି ଅବଶ୍ୟ ମୁଁ ଏତେ ଦିକ୍ଦାର ଯେ ମୁଁ ଭାବେ ମରିଯାନ୍ତି, ସରିଯାନ୍ତା ହା ହୁତାଶ।
କିଏ ସେ ପାରିବ ଚଢ଼ି ସେ ସିଢ଼ିର ଶେଷ ପାହାଚକୁ। ଯିଏ ସେ ସେତିକି ଚଢ଼େ ଲମ୍ବିଯାଏ ସେତିକି ସେ ସିଢ଼ି। ସବୁ ସତ୍ୟ ହେବା ସତ୍ତ୍ୱେ ସେ ସିଢ଼ିର ଚଢ଼ାଳି ଭାଗ୍ୟରେ ଆହତ ଅର୍ଥର କ୍ଷୋଭ। ଏହା ହେଉଛି ତାଙ୍କ ରଚିତ ଆହା କେଡ଼େ ଖାବରା ତ୍ରିଶଙ୍କୁ। ତେଣୁ ଅସ୍ତିତ୍ୱବାଦୀ ଦର୍ଶନ ସମ୍ପର୍କରେ ରମାକାନ୍ତ ରଥଙ୍କର ଏହିଭଳି ସବୁ କବିତା ରହିଛି। ପରବର୍ତ୍ତୀ ଆଲୋଚନା 1 ନମ୍ବର 6 ବାସ୍ତବବାଦ କେଉଁ ସାହିତ୍ୟିକ ବାଦକୁ ବିରୋଧ କରି ସୃଷ୍ଟି ହୋଇଥିଲା? ଉତ୍ତର ହେଲା 19 ଶତାବ୍ଦୀରେ ରୋମାଣ୍ଟିସିଜିମର ପ୍ରତିବାଦ ସ୍ୱରୂପ ସୃଷ୍ଟି ହୋଇଥିଲା ବାସ୍ତବବାଦ। ଅର୍ଥାତ୍ ଏହି ବାସ୍ତବବାଦ ରୋମାଣ୍ଟିସିଜିମର ବିରୋଧ କରି ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନ 1 ନମ୍ବର ବାସ୍ତବବାଦର ମୂଳ ଲକ୍ଷ୍ୟ କ'ଣ ଥିଲା? ଉତ୍ତର ହେଲା ବାସ୍ତବବାଦୀ ଚିନ୍ତକମାନେ ବାସ୍ତବ ଜୀବନ ଉପରେ ଗୁରୁତ୍ୱ ଦେଉଥିଲେ। ମାନବୀୟ ମୂଲ୍ୟବୋଧର ପ୍ରତିଷ୍ଠା ଥିଲା ଏମାନଙ୍କର ଚରମ ଲକ୍ଷ୍ୟ। ଜୀବନର ସମସ୍ତ ଘଟଣାବଳୀକୁ ନିଷ୍ଠା ଓ ସହୃଦୟତାର ସହ ପ୍ରକାଶ କରିବା ସହ ପ୍ରାକୃତିକ ବିଭାବର ଚିତ୍ରାୟନ କରିବା ଥିଲା ଏହି ବାସ୍ତବବାଦର ମୂଳ ଲକ୍ଷ୍ୟ। ପରବର୍ତ୍ତୀ ଆଲୋଚନା 1 ନମ୍ବର ବାସ୍ତବବାଦର ବିଶେଷତ୍ୱ କ'ଣ? ଉତ୍ତର ହେଲା ବାସ୍ତବବାଦର ବିଶେଷତ୍ୱ ଗୁଡ଼ିକ ହେଲା ବାସ୍ତବବାଦ ସମସାମୟିକ ଘଟଣାର ରୂପାୟନ ଉପରେ ଗୁରୁତ୍ୱ ଦେଇଥାଏ। ବାସ୍ତବବାଦର ବିଷୟବସ୍ତୁ ଯାହା ହେଉନା କାହିଁକି ବ୍ୟକ୍ତି ଚରିତ୍ର ତଥା ସ୍ଥାନର ବର୍ଣ୍ଣନା ଉପରେ ଏହା ପ୍ରାଧାନ୍ୟ ଆରୋପ କରିଥାଏ। ସେହିପରି ବାସ୍ତବବାଦୀମାନେ ଆଞ୍ଚଳିକତା ଉପରେ ଗୁରୁତ୍ୱ ଦେବା ସହିତ ଲୋକୋକ୍ତି ସାଧାରଣ ଭାଷା ପ୍ରୟୋଗକୁ ପସନ୍ଦ କରିଥାନ୍ତି। ସମାଜ ବିଜ୍ଞାନ ଓ ବିଜ୍ଞାନ ଆଧାରିତ ଶବ୍ଦ ଉପରେ ମଧ୍ୟ ଗୁରୁତ୍ୱ ଦେଇଥାନ୍ତି। ପରବର୍ତ୍ତୀ ଆଲୋଚନା 1 ନମ୍ବର ବାସ୍ତବବାଦୀ ସ୍ରଷ୍ଟା କେଉଁଠାରୁ ଉପାଦାନ ସଂଗ୍ରହ କରେ? ଉତ୍ତର ହେଲା ବାସ୍ତବବାଦୀ ସ୍ରଷ୍ଟାମାନେ ଆଞ୍ଚଳିକତା ଉପରେ ଗୁରୁତ୍ୱ ଦେଇ ଲୋକୋକ୍ତି ସାଧାରଣ ଭାଷା ପ୍ରୟୋଗ ଏସବୁରୁ ନିଜର ଆବଶ୍ୟକ ତଥ୍ୟକୁ ସଂଗ୍ରହ କରିଥାନ୍ତି। 1 ନମ୍ବର ପ୍ରଶ୍ନ ବେଲନେସ୍କିଙ୍କ ଅବଦାନ ସମ୍ପର୍କରେ ଆଲୋଚନା କର। ଉତ୍ତର ହେଲା ବାସ୍ତବବାଦୀ ସାହିତ୍ୟର ଅନ୍ୟତମ ପ୍ରମୁଖ ବ୍ୟକ୍ତି ହେଉଛନ୍ତି ବେଲନେସ୍କି ମାର୍କ୍ସ ଓ ଏଙ୍ଗେଲ୍ସଙ୍କର ସମସାମୟିକ ଥିଲେ। ମାର୍କ୍ସ ଏବଂ ଏଙ୍ଗେଲ୍ସଙ୍କ ପ୍ରଥମେ ସେ ହେଗେଲର ଭାବବାଦୀ ଦର୍ଶନର ଅନୁଗାମୀ ଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ଏଥିରେ ଥିବା ଦୋଷ ତ୍ରୁଟିକୁ ଅନୁଭବ କରି ଏହି ସିଦ୍ଧାନ୍ତରୁ ସେ ଦୂରେଇ ଗଲେ। ସମୁଦାୟ ବିଶ୍ୱ ମାନବର ଭାବନାର ପରିପ୍ରକାଶ କଳା ସାହିତ୍ୟ କ୍ଷେତ୍ରରେ ଦେଖିବାକୁ ମିଳେ। ଜାରମାନଙ୍କର ଶୋଷଣ ସାମନ୍ତବାଦ ବିରୋଧୀ ସ୍ୱର ତାଙ୍କର ଦିମିତ୍ରି କାଲିନିନ୍ ନାମକ ନାଟକରେ ମଧ୍ୟ ପ୍ରତିଫଳିତ ହୋଇଛି। ଆଲୋଚନା କରିବା ପରବର୍ତ୍ତୀ ପ୍ରଶ୍ନ 2 ନମ୍ବର ପ୍ରଶ୍ନ ଦୀର୍ଘୋତ୍ତରମୂଳକ ପ୍ରଶ୍ନ 2ର କ ଅସ୍ତିତ୍ୱବାଦୀ ଚିନ୍ତାଧାରା ସମ୍ପର୍କରେ ସବିଶେଷ ଆଲୋଚନା କର। ଉତ୍ତର ହେଲା ପାଶ୍ଚାତ୍ୟ ସାହିତ୍ୟ ଦର୍ଶନର ଅନ୍ୟତମ ମୁଖ୍ୟ ପ୍ରସଙ୍ଗ ହେଉଛି ଅସ୍ତିତ୍ୱବାଦ। ମନୁଷ୍ୟର ସ୍ଥିତି ବା ଅସ୍ତିତ୍ୱ ଏହାର ଆଧାର। ଏହା ଏକ ପ୍ରତିରୋଧର ଦର୍ଶନ। ବିଜ୍ଞାନ ଯୁଗ, ଯନ୍ତ୍ର ଯୁଗ, ଲୋକତାନ୍ତ୍ରିକ ଶାସନ ବ୍ୟବସ୍ଥା, ସାମାଜିକ ସଙ୍କଟ ବୋଧ ମନୁଷ୍ୟର ବ୍ୟକ୍ତିତ୍ୱକୁ ଲୋପ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଅସ୍ତିତ୍ୱବାଦୀମାନେ ଏହାର ବିରୋଧ କରିଥିଲେ। ସେମାନେ ମଣିଷର ଆତ୍ମବିଶ୍ୱାସ ଓ ବ୍ୟକ୍ତିଗତ ସ୍ୱାଧୀନତା ଉପରେ ଗୁରୁତ୍ୱ ଦେଇଥିଲେ। ତେଣୁ ଏହି ଦର୍ଶନର ସ୍ୱାତନ୍ତ୍ର୍ୟକୁ ଉପଲବ୍ଧି କରି ଏହି ଶିକ୍ଷଣୀୟ ପ୍ରସଙ୍ଗ ଉପରେ ବ୍ୟାଖ୍ୟା କରିବା ସହିତ ଆଲୋଚନା ଭାରି ଜରୁରୀ ମନେ ହୁଏ। ବାସ୍ତବବାଦୀ ସ୍ରଷ୍ଟା ସମାଜ ଜୀବନ ସହିତ ନିବିଡ଼ ଭାବରେ ଜଡ଼ିତ। ସମସାମୟିକ ସମାଜ ଜୀବନ ଓ ପରିବେଶରେ ଏମାନେ ଉପାଦାନ ମଧ୍ୟ ସଂଗ୍ରହ କରନ୍ତି। ସାଧାରଣ ଜନତାର ଆଶା ଆକାଂକ୍ଷା ଏଥିରେ ବାସ୍ତବ ରୂପ ନିଏ। କାଳ୍ପନିକତାକୁ ଏଥିରୁ ବାଦ ଦିଆଯାଇଥାଏ। ଜୀବନର ବ୍ୟାପକ ଓ ବାସ୍ତବ ଦିଗକୁ ପ୍ରକାଶ କରୁଥିବା ଏକ ଶିକ୍ଷଣୀୟ ପ୍ରସଙ୍ଗ ଉପରେ ଆଲୋଚନା ବେଳେବେଳେ ଆବଶ୍ୟକ ମନେ ହୁଏ। ଏଣୁ ଅସ୍ତିତ୍ୱବାଦର ପ୍ରଭାବରେ
उत्तर 60 ଓଡ଼ିଆ कविता एते मात्रा प्रभावित होता जे क्रमे अस्तित्ववादी दर्शन एक नांदनिक मानसिकतार रूपांतरित हो गला। जेकोसी रचनार निसंगता दुखर चित्र देखला मात्रे आमे अस्तित्ववादी कविता बोली कहीदेऊ। यह स्वीकार करिबारे द्विधा नाई जे साहित्य अस्तित्ववादर परिचय जेतिक अस्पष्ट सेतिकी ग्रहणयोग्य मध्य होई पारिछि। तेणु सर्व आदृत होइथिबा एही अस्तित्ववादी चिंताधाराटी ताले कौन से विषय पुंखानुपुंख आलोचना हेबा उचित। तो वर्तमान प्रश्न उठे अस्तित्ववादी कौन। यही प्रश्नर उत्तर सुस्पष्ट हो सारी। अस्तित्ववाद सही दार्शनिक दृष्टिकोण जहाँकि अस्तित्व को व्यक्ति ठारू अधिक गुरुत्व दे। अस्तित्व एवं व्यक्तित्व मध्य एक सूक्ष्म पार्थक्य रही। अस्तित्व मनुष्यर एक चेतना मात्र व्यक्तित्व एक आरोपित गुण। व्यक्तित्व द्वारा मनुष्य को चिन्ह दि जाए किंतु तार अस्तित्व को स्पर्श करी हुए नहीं। जेपरिक गोटे उदाहरण है आम जानू रामचंद्र बंगराज जे कि व्यासकवि फकीरमोहन सेनापति गोटे उपन्यास 6 मान 8 गुंठर गोटे चरित्र। तेणु यही रामचंद्र भंगराज व्यक्तित्व आम चिन्ह दौ जानी दौ जे से जड़े जमीदार थिले। जमी प्रति अहेतुक आसक्ति थिला। एपरिक पोइली चंपा प्रति अहेतुक आसक्ति रही। तेणु एमती अनेक किछि मंगराज को नहीं एमती बहुत कथा वर्णना करा जाय पारे। तेणु समस्त वर्णना को एकत्र करदेला परे एपरि किछि अकुहा अवर्णनीय दिग रही जाए जहाँकि मंगराज को पूर्णता आनी दिए नहीं। यही जो अवर्णनीय दिगटी होछि सेही मंगराजंकर अस्तित्व। तेणु वैज्ञानिक सिद्धांत कहे जे युक्तिसिद्ध मार्ग रे अस्तित्व संपर्क में धारणा करिहेब नहीं। एथि निमित्त मानवीय दृष्टिकोण आवश्यकता मध्य अपरिहार्य। तेणु वर्तमान आम समस्त एकमत हेबा जे विज्ञान साहित्य दर्शन सबुथिरे अस्तित्व को दिया न जाई व्यक्तित्व को प्रतिष्ठित करने को केवल चेष्टा करा जाउछि। तेणु अस्तित्ववाद संपर्क बहु कथा आज आलोचक मानक पाखरे मध्य अस्पष्ट रही जाइछि। तेबे यही परिप्रेक्षी दुटी प्रश्न आसे मनुष्यर यही अस्तित्व पाखरे पहुँचबार मार्गटी कौन एवं यही मार्ग अन्य मार्ग ठारू किपरि भिन्न। पुनश्च फेरिबा से मंगराज पाखक। मंगराज व्यक्तित्व संपर्क में पूर्वर आलोचना कले जे मंगराज साधारण जन समाजर जड़े सदस्य। से तांकर जमीदारी भितर निज जीवन ठीक भाव में बंचुले। मात्र जो दिन एक सुदृश्य धान जमी आखिरे पड़ा से दिन से एक सिंह पलटि गले। पूर्व सत्तार विलोप घटला। माटी भितर देखा जाऊ नथिबा एक गुंफा भितर को जाई लुचि गले मंगराज रूपी सिंह। सिंह को बाह्य जगत में कहीं मध्य चिन्ह पारे नहीं। समस्ते अपरिचित पलटि गले। मंगराज रूपी सिंह मध्य निजे निजक प्रश्न पचारे आरंभ करदेला मु किए, मो नामर कि अर्थ रही, मते कहीं जनसाधारण चिन्हे ना, कहीं मते जमीदार कहुए। एपरी अनेक प्रश्न। यापर पुणी भावांतर ये सब तो मिछ। मु मोर नाम परिचय मोर जमीदारी ये सब किसी सत नुह। मु गोटे सिंह। मोर चतुर्पार्श्वर परिचित आत्मीय माने यही अस्तित्व को देखि पारु नाहांती। मो भितर वर्तमान सिंहर अस्तित्व। वर्तमान मु मोर परिचित पृथ्वी संपर्क में चिंता करुच्ची। मो पाखरे जो मैंने अच्छा एमाने किए, एमानक पई मोर किसी अवदान थिला कि जहाँ मु सिंहरे परिणत होया परे करि पारली नहीं। तो ये भली प्रश्न आसे। तो ये स्पष्ट है जे अस्तित्व को नहीं जिते सब प्रश्न आसी से सबू अर्थात मनुष्य सिंहरे रूपांतर होगला परी घटना। यही रूपांतर प्रक्रिया संपर्क में स्पष्ट धारणा काफकांकर मेटामॉर्फोसिस गल्परे देखा पाइबा। परवर्ती प्रश्न 2 नंबर ख अस्तित्ववादर विविध वैशिष्ट्य संपर्क में आलोचना कर। उत्तर है अस्तित्ववादर विविध लक्षण बा वैशिष्ट्य है उद्भटता, शून्यता, अस्वस्तिबोध, मृत्यु चेतना, विच्छिन्नता बोध इत्यादि। प्रथम आलोचना करवा उद्भटता। उद्भटता को नहीं पाश्चात्य नाट्य जगत एक साहित्यिक जुगर आरंभ होता। 1883 मसीह 10 स्पेक जुराथ्रुस्ट यही बहीटी आत्मप्रकाश कलापर पृथ्वीर जनसाधारण भगवान मृत्युवरण कर सारी बोली शुणी सारे। भगवान को स्वरे कंटारे आघात कर मारी दिगला।
मृत्यु पर कौन है, भगवान कुआड़े गले, ताको खोजार आवश्यकता अच्छी कि नहीं से संपर्क में साधारण जनता जानी नथिले। जराथ्रुष्ट को घोषणा पर पृथ्वी रे विश्वासर केन्द्र दोहलीगला। पृथ्वी भगवानहीन पलटिगला। संस्कृति को केन्द्र कर बंचुवा मनीष माने केन्द्रच्युत हो पड़े। सेपरी आउ गोटे प्रमुख वैशिष्ट्य है अस्वस्थि बोध। परिचित परिवेश मध्य थी निजक संपूर्ण भाव में निमज्जित न करिपारिबा ही अस्वस्थि बोधर मुख्य कथा। अस्वस्थिकर अवस्थारू अस्तित्ववादी नैराश्य जात हुए। अस्वस्थिकर अवस्थारू अस्तित्ववादी नैराश्य जात हुए। यह कौन सी निराकरण न थाए। सर्वत्र एक खालीपण शून्यता राजपण कर परिस्थिति अस्तित्वटी संपूर्ण भाव में दायमुक्त हो जाए। सेपरि आउ गोटे है शून्यबोध। जदि मनीष अतीतर समस्त प्रकार बंधन मुक्त, जदि ता पाखे भविष्यतर स्वप्न संभावना नहीं, एक क्षयशील वर्तमान को नहीं, ताले से किपरि बंचे। अस्तित्ववादी साहित्यिक माने ए धरणर बंचा को शून्यता मध्य बंचा बोली आख्या दियंती। यही शून्यता को अतिक्रम करिवार शक्ति अस्तित्ववादी मानकर सामर्थ्य मध्य नथिला। से माने निश्चित सिद्धांत रे पहुँची सारी जे शून्य ही सर्वशेष अवस्था। सेपरि आउ गोटे वैशिष्ट्य है मृत्यु चेतना। जर्मान रो अस्तित्ववादी दार्शनिक मार्टिन हाइडगार मतरे मृत्यु चेतनार तीनोटी पृष्ठभूमि रही। गोटे है शून्यता बोधर अंतिम परिणति हूँ मृत्यु। यही पर्याय ही जीवन समस्त घटनार परिसमाप्ति घटे। सेपरि आउ गोटे है शून्यता बोध रूपक जो अस्वस्थि मृत्यु चेतना समय सृष्टि हुए, ताहा हूँ मनीषर सर्वोत्तम अनुभव। बेले बेले मनीष निज हाथ में मृत्यु थाए। निजे निजक मारिदेवार सामर्थ्य मध्य तार अधिकार बोली सब्यस्त करे। मार्टिन हाइडगार यह दुईटी कथा को अस्तित्ववादी माने गुरुत्वर सह चर्चार परिसरभुक्त करछंती। साहित्य रे मृत्युर विषय वर्णना सर्वदा गोटे भिन्नता सृष्टि करछि। ए भिन्नता ही होछि मृत्यु मनुष्यर श्रेष्ठतम अनुभव। ए भिन्नता प्रसंग प्रथमे छात्र ही उठेइथिले। मृत्यु बिना अस्तित्व को अनुभव करा जाई पारेना। मृत्यु ही अस्तित्वर विलय, मृत्यु ही अस्तित्वर निर्वाहक। मृत्यु रे विलीन होवा जाए अस्तित्व मृत्यु को स्वीकार करने सह प्रतिरोध मत करे। यही भाव में मृत्यु चेतना विषय मध्य रही अस्तित्ववाद रे। आउ एक वैशिष्ट्य है विच्छिन्नता। अस्तित्ववादी साहित्य विच्छिन्नता बोध चरित्र और परिवेश सहित अंगांगी भाव जड़ित। निज पारिपार्श्विक परिवेश परिस्थिति सह खाप खुआई न पारिबारु ही एकाकित्व बोधर सृष्टि होता है। किंतु समय समय एपरी परिस्थिति आसे जे मनीष निज ठारू विच्छिन्न होगाकू अनुभव करे। सेहीपरि आउ एक वैशिष्ट्य बा गुरुत्वपूर्ण विषय थिला एही विच्छिन्नता, जहाँकि पारिवारिक और व्यक्तिगत स्तर किपरि मनीष विच्छिन्न। परिवार सदस्य मान मध्य स्नेह प्रेम सुखर संपर्क नथिबा, प्रिय परिजन माने अपरिचित अनामधेय मने हेबा, शाश्वत प्रेम आज दुर्लभ पलटिबा, संपर्क रे आत्मीयता नथिबा, एपरि अवस्था सुख शांति खोजले मिलिबो कुआडू। तेणु ये सबु गुड़िक आलोचना विषय होछि अस्तित्ववाद। परवर्ती प्रश्न 2 रग अस्तित्ववादी दार्शनिक मानकर चिंताधारा संपर्क रे व्याख्या कर। उत्तर है 19 शताब्दीर शेष भाग में फ्रांस रे थिबा पारंपरिक ईश्वर विश्वास उपरे अनास्था भाव देखा देइथिला। भौतिक नीतिवादी माने ईश्वर धारणा व्यतीत तर्क उपरे गुरुत्व देले। तत्कालीन पाश्चात्य दार्शनिक माने वैज्ञानिक जुक्तिवादी सिद्धांत उपरे ही गुरुत्व देले। विज्ञान सम्मत दृष्टिकोण जागतिक वस्तुर वस्तुत्व संपर्क में अनुशीलन करे, मात्र मानवीय दृष्टिकोण वस्तु मध्य निहित थिबा गुणावली उपरे गुरुत्व दिए। अस्तित्ववादी चिंताधारा यही धारणार बशवर्ती। अस्तित्ववादी मानक मतरे रसायन विज्ञान, पदार्थ विज्ञान, जीव विज्ञान, प्रयोगात्मक मनोविज्ञान कौन सी वस्तुर सामग्रिक सत्ता संपर्क में संपूर्ण धारणा प्रदान कर न पारे। मानवीय दृष्टिकोण बिना यह पूर्णता प्राप्ति हो पारे नाही।
ତେଣୁ अस्तित्ववादी दार्शनिक माने मनुष्य को गुरुत्व देवा सहित तार अस्तित्व को मध्य प्राधान्य देले। यही अस्तित्ववाद होची ସେହି दार्शनिक दृष्टिकोण जहाँ अस्तित्व को व्यक्ति ठारू अधिक गुरुत्व दिए। अस्तित्व और व्यक्तित्व मध्य एक सूक्ष्म पार्थक्य रही। अस्तित्व मनुष्यर एक चेतना, मात्र व्यक्तित्व एक आरोपित गुण। व्यक्तित्व द्वारा मनुष्य को चिन्ह दि जाए किंतु तार अस्तित्व को स्पर्श करी हुए ना। यही भाव में सब दार्शनिक माने निजर मत व्यक्त करुले। अस्तित्ववादी दार्शनिक मानक चिंताधारा मध्य रही जे यही अस्तित्व पाखरे उपनीत होबार मार्गटी हूँ आत्म आविष्कार। जनसमागम भितर थाई मध्य एकाकित्व अनुभव करवा ये मार्गटी एक भिन्न मार्ग। मनुष्यर अस्तित्व निकट में पहुँचापी यह ही उपयुक्त मार्ग। यही संकट और आविष्कार आत्म आविष्कार यार रूपायन घटे अस्तित्ववादी साहित्य। अस्तित्ववादी साहित्यर अभिमुख्य तार विषय वस्तु सहित अंगांगी भाव जड़ित। विषय वस्तु को ध्यान कले मन हुए सते जमी से विषय वस्तु ही अस्तित्ववादी साहित्यिक मानकर जीवनानुभूति मध्य एक विषय वस्तुर परिमंडल सृष्टि करे। यह ही अस्तित्ववादी साहित्यर एक असाधारणता। अस्तित्ववादी दार्शनिक चिंताधारा अनुसार प्रथमे लक्ष्य कले जना पड़े किएरकेगार्ड। किएरकेगार्ड कहती संतान जन्म होगा समय मार गर्भकष्ट और मृत्यु समय जीवन और मृत्युर संघर्ष यह देखा पर कहीं केवे मनीष ही जन्म होगा इच्छा प्रकाश करिब नाही। जीवन दर्शन संपर्कित विषाद अनुभव करी किएरकेगार्ड कहते जे जीवन कहले केवल सुखमय अनुभूति नुहे, आम चतुर्पार्श्व प्रति मुहूर्त परिदृश्य मान होता आतंक आशंका और हताशार मुक्ति लाभ करने आम सुखर सन्धान रे अनुगामी होता। समय समय आम भावु जीवन रे सर्वसुख मत मिल जाए किंतु ये धारणाटी भ्रमात्मक। सर्वदा सुख को हरेबार भय आमको प्रति मुहूर्त दंशन कर चलता। ये सुख प्राप्ति ये सब व्यक्तित्व निमित्त उद्दिष्ट। अस्तित्व एथुरु धार धारे नहीं। ताहले अस्तित्व को हासिल करिवार उपायटी कौन? किएरकेगार्ड को मतरे विषादग्रस्त अवस्था निमज्जित हेले सुख शांति और आनंदर विलोप घटिबो। सेतेबेले जीवनर अंतिम अवस्था आसीजिबो। एही समय गोटे कथा को बाछिबा को हेबो, पृथ्वी मध्य जीवनर अंत ना ईश्वर विश्वास को नहीं जीवन आरंभ। पुणी द्वितीय कथाटी किएरकेगार्ड गुरुत्वारोप कले जे ईश्वर पाखरे पूर्ण समर्पण कथा से कही जुक्ति और ज्ञान उपरे गुरुत्व दे नथिले। किएरकेगार्ड पर नीति से मध्य अस्तित्ववादी मतवाद को अग्रगामी करते। से कहते जे मनुष्य को धर्मीय ईश्वर विश्वास मध्य बांधि देवार अर्थ आत्मसमर्पण नुहे बरम यह एक आत्म प्रतारणा। मनुष्य को विषाद निमज्जित होवार परामर्श देवार अर्थ मनुष्य को भीरु दुर्बल विश्वासहीन भाव प्रतिपादित करवा। तेणु नीति से 1882 मसीह ईश्वर मृत बोली घोषणा करते। धर्म ही मनुष्य को चलत शक्तिहीन कर दिए बोली कहते। जे पर्यंत ईश्वर विश्वास थिब मनुष्य ही परि स्थाणु हो रही। तेणु ईश्वर को मृत्यु पर ही ताहा दूर हो पार। एभली भाव में यही दार्शनिक पर जा पॉल सार्त्रे मध्य जड़े फरासी दार्शनिक से मध्य यही अस्तित्ववाद संपर्क में मत रखिते। सार्त्रे कहते जे चेतना जगत एवं वस्तु जगत परस्पर ठार भिन्न। तांको दृष्टि वस्तु जगत होची बीइंग इन इटसेल्फ और चेतना जगत होची बीइंग फॉर इटसेल्फ। जगतर सकल पार्थिव वस्तु अर्थात आवेग ईगो विश्वास ये समस्ते इन इटसेल्फ अंतर्भुक्त एवं जगतर बीइंग बा अस्तित्व नहीं। यह बीइंग बा अस्तित्वर परिप्रकाश। यह एते निदा जे यह मध्य नथिंगनेस शून्यता बा अनस्तित्वर स्थान न थाई। सार्त्रेंग परी मार्टिन हाइडेगार मध्य अस्तित्व बा बीइंग उपरे गुरुत्वारोप करते। से अस्तित्वर विश्लेषण करी कहिथिले जे अस्तित्व एक निष्क्रिय बा सुप्तपण को बुझाए नहीं। यह सीमाबद्ध नहीं, यह निर्दिष्ट आकृति नहीं। मनुष्य स्थिर नुहे, से विकसित सर्वदा वर्तमान रु एक अनागत भविष्यत आड़ को से पाद पकाए।
ସାର୍ତ୍ରେଙ୍କ ଅସ୍ତିତ୍ୱବାଦୀ ଦର୍ଶନର ବିରୋଧ କଲେ ଆଲବେରାର କାମ୍ୟୁ। ସେ କେଉଁଠାରେ ନିଜକୁ ଅସ୍ତିତ୍ୱବାଦୀ ବୋଲି କହିନାହାନ୍ତି, କିନ୍ତୁ ଅସ୍ତିତ୍ୱବାଦୀ ସିଦ୍ଧାନ୍ତକୁ ସ୍ୱୀକୃତି ଦେବାରେ ତାଙ୍କର ଅବଦାନ ଏତେ ଅଧିକ ଯେ ତାଙ୍କ ବିନା ଅସ୍ତିତ୍ୱବାଦୀ ସାହିତ୍ୟ ଆଲୋଚନା ଅସମ୍ପୂର୍ଣ୍ଣ ଏବଂ ନିଷ୍ପ୍ରାଣ। ଆଲବେଆର କାମ୍ୟୁଙ୍କର ସେ ସମୟରେ ଦୁଇଟି ଉପନ୍ୟାସ ଆଉଟସାଇଡର ଆଉ ଗୋଟେ ହେଲା ପ୍ଲେଗ ପ୍ରକାଶ ପାଇଥିଲା। ଏହା ବ୍ୟତୀତ ତାଙ୍କର ଦୁଇଟି ବହୁଚର୍ଚ୍ଚିତ ପ୍ରବନ୍ଧ ମଧ୍ୟ ପ୍ରକାଶ ପାଇଥିଲା। ଗୋଟିଏ ପ୍ରବନ୍ଧ ହେଲା ମିଥ୍ ଅଫ୍ ସିସିଫସ୍ ଓ ଆଉ ଗୋଟେ ହେଲା ଦ ରବେଲ। ତେଣୁ ଏଭଳି ଭାବରେ ଅନେକ ଦାର୍ଶନିକ ଏହି ଅସ୍ତିତ୍ୱବାଦୀ ଚିନ୍ତାଧାରା ବିଷୟରେ ଅନେକ କଥା ପ୍ରକାଶ କରିଛନ୍ତି। ସେହିପରି ଆଉ ଗୋଟେ ପ୍ରଶ୍ନ ହେଲା 2ର ଘ, ଓଡ଼ିଆ କବିତାରେ ଅସ୍ତିତ୍ୱବାଦର ପ୍ରୟୋଗ ସମ୍ପର୍କରେ ବ୍ୟାଖ୍ୟା କର। ଉତ୍ତର ହେଲା ଓଡ଼ିଆ କବିତାରେ ଅସ୍ତିତ୍ୱବାଦର ପରିପ୍ରକାଶ କିପରି ଘଟିଛି ତାହା ନିମ୍ନୋକ୍ତ ପଂକ୍ତିରୁ ସ୍ପଷ୍ଟ ହୁଏ। ବିଚ୍ଛିନ୍ନତା ବୋଧର କିପରି ପ୍ରକାଶ ଘଟିଛି। ଏ ସହର ମୁହଁ ପରେ ଗୋଳି ଗୋଳି ପାଉଁଶ ଅଙ୍ଗାର, ରାତିର କୁହୁଡ଼ି ଚାଲେ ବାଟ ବାରି ଗଳି ଗଳି ସଡ଼କେ ସଡ଼କେ, ଥଣ୍ଡା ଆଖି ଡୋଳା ତଳେ ଖାଲି ବ୍ୟର୍ଥ ଅବ୍ୟକ୍ତ ବିଷାଦ। ସେହିପରି ଚନ୍ଦ୍ରାବତୀ କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ଏକ ପଂକ୍ତି ହେଲା ଅଦୂରେ ଭୋଜନାଳୟ ଦେଖାଯାଏ ଏଇ ରାସ୍ତା ଛକ, ନିର୍ଜନ ସୈନିକ ଏକ, ଯିଏ ବସି ଚା ପିଏ ନିରୋଳା ରେସ୍ତୋରାଁ, ବିବର୍ଣ୍ଣ ଚାରେ ଭାସେ ସୈନିକର ମୁହଁ, ନିଭି ଆସେ ବସ୍ତିର ଆଲୁଅ। ସେପରି ମୂଲ୍ୟବୋଧ ଓ ପରମ୍ପରାର ବିଲୟ ଜଣାପଡ଼େ ମହେଞ୍ଜୋଦାରରେ ଝଡ଼, ସ୍ଥାପତ୍ୟର ମୁଖଶାଳା, ତୋରଣ ସ୍ୱସ୍ତିକ, ଖିଲାଣ ପ୍ରାଚୀର ସବୁ ଇତସ୍ତତଃ ଝଡ଼ ଅଟ୍ଟହାସ୍ୟେ। ଝଡ଼ି ପଡ଼େ ଝଡ଼େ ଫୁଲ ପରି, ସପନର ଝଡ଼େ ଭୁଲ ପରି, ଭଙ୍ଗା ଭଙ୍ଗା ପୁରେ ପୁରେ ମଣିଷର ସମାଧି ଓ ଚତ୍ୱରେ ଚତ୍ୱରେ, ପଥେ ପଥେ ସ୍ଥାପତ୍ୟର ସ୍ତୂପ ସ୍ତୂପ ବିକଳ ଭୂଧରେ। ସେହିପରି କବି ଗୁରୁପ୍ରସାଦ ମହାନ୍ତିଙ୍କ ପିକନିକ୍, ସେଥିରୁ ମଧ୍ୟ ମୂଲ୍ୟବୋଧ ଓ ପରମ୍ପରାର ବିଲୟ କଥା ଜଣାପଡ଼େ। ଯେପରିକି ଆମର ସରିଛି ଶୋକ, ସକାଳ ଓ ସନ୍ଧ୍ୟାର ପ୍ରାର୍ଥନା, ଆମର ସରିଛି ଜନ୍ମ ସଂଗ୍ରାମ ଓ ସ୍ୱପ୍ନର ସାଧନା, ଆମର ସରିଛି ମୃତ୍ୟୁ ଦେହ ଆତ୍ମାର ପ୍ରାଣର ବେଦନା, ଆମର ସରିଛି ମୁକ୍ତି ରାବଣ ଓ ରାଧାର ବନ୍ଦନା। ସେହିପରି ଈଶ୍ୱରଙ୍କ ଅସ୍ତିତ୍ୱହୀନତା ସମ୍ପର୍କରେ ବୃହନ୍ନଳାରେ କବି ବେଣୁଧର ରାଉତ ଲେଖିଛନ୍ତି ମୁଇଁ ତ କହୁଛି ଈଶ୍ୱର କଥା ମନେ ଆଣ ନାହିଁ, ଈଶ୍ୱର ଥାଇ ନଥାଇ କି ଯାଏ ଆସେ। ସେହିପରି ନିଃସଙ୍ଗତା ପ୍ରକାଶ ପାଇଛି ନିମ୍ନ ପଂକ୍ତିରୁ ଅବଶ୍ୟ ମୁଁ ଏତେ ଦିଗଦାର ଯେ ମୁଁ ଭାବେ ମରିଯାନ୍ତି, ସରିଯାନ୍ତା ହା ହୁତାଶ, କିଏ ସେ ପାରିବ ଚଢ଼ି ସେ ସିଡ଼ିର ଶେଷ ପାହାଚକୁ, ଯିଏ ସେ ସେତିକି ଚଢ଼େ ଲମ୍ବିଯାଏ ସେତିକି ସେ ସିଡ଼ି, ସବୁ ସତ୍ୟ ହେବା ସତ୍ତ୍ୱେ ସେ ସିଡ଼ିର ଚଢ଼ାଳି ଭାଗ୍ୟରେ ଆହତ ଅର୍ଥର କ୍ଷୋଭ। ଆହା କେଡ଼େ ଖାବରା ତ୍ରିଶଙ୍କୁରେ କବି ରମାକାନ୍ତ ରଥଙ୍କ ଇଏ ଥିଲା ବର୍ଣ୍ଣନା। ତେଣୁ ଏହିଭଳି ଭାବରେ ଲକ୍ଷ୍ୟ କଲେ ଜାଣିପାରିବା ଓଡ଼ିଆ କବିତାରେ ଅସ୍ତିତ୍ୱବାଦର ପ୍ରୟୋଗ ସଫଳ ରୂପେ ହୋଇଛି। ଆଲୋଚନା କରିବା 2 ନମ୍ବର ପ୍ରଶ୍ନ, ବାସ୍ତବବାଦର ପୃଷ୍ଠଭୂମି ସମ୍ପର୍କରେ ଆଲୋଚନା କର। ଉତ୍ତର ହେଲା ଇଂରେଜ ସାହିତ୍ୟରେ ରୋମାଣ୍ଟିକ ଭାବାଦର୍ଶ ଫରାସୀ ବିପ୍ଳବ ପରବର୍ତ୍ତୀ ୟୁରୋପର ସାମାଜିକ ଓ ସାଂସ୍କୃତିକ ପରିମଣ୍ଡଳକୁ ନେଇ ଗତି କରିଥିଲା। ତତ୍କାଳୀନ ସମୟରେ ଏହା ଥିଲା ଏକ ନୂତନ ମୂଲ୍ୟବୋଧର କଥା। ଫ୍ରାନ୍ସର ବିପ୍ଳବ ସାମନ୍ତବାଦର ବିରୋଧାଚରଣ କରିଥିଲା। ପରିଣାମ ସ୍ୱରୂପ ପ୍ରଜାତନ୍ତ୍ରର ପ୍ରତିଷ୍ଠା ସାଙ୍ଗକୁ ମାନବିକ ସ୍ୱାତନ୍ତ୍ର୍ୟର ପ୍ରତିଷ୍ଠା ହୋଇଥିଲା। ଇଂଲଣ୍ଡର ରୋମାଣ୍ଟିକ କବିମାନେ ଯଥା ୱର୍ଡସୱର୍ଥ, କଲେରିଜ, କିଟ୍ସ, ଶେଲି ପ୍ରମୁଖ ଏହି ମାନବିକ ସ୍ୱାତନ୍ତ୍ର୍ୟ ଉପରେ ଗୁରୁତ୍ୱ ଦେଇଥିଲେ, କିନ୍ତୁ ଆବେଗ ଓ କଳ୍ପନା ପ୍ରବଣତା ଉପରେ ଏମାନେ ପ୍ରାଧାନ୍ୟ ଦେଉଥିବାରୁ ବାସ୍ତବ ସମାଜ ଓ ଜନଜୀବନର ଚିତ୍ରକୁ ଉପେକ୍ଷା କରାଯାଉଥିଲା। ଊନବିଂଶ ଶତକରେ ରୋମାଣ୍ଟିକ ବାଦର ବିକାଶ ଘଟିବା ସାଙ୍ଗକୁ ବାସ୍ତବବାଦୀ ଚିନ୍ତାଧାରାର ମଧ୍ୟ ଅନ୍ୱେଷ ଘଟିଥିଲା। ବିଜ୍ଞାନର ଦ୍ରୁତ ଅଗ୍ରଗତି, ଶିଳ୍ପାୟନର ପ୍ରଭାବ, ଡାରୱିନିକ ବିବର୍ତ୍ତନବାଦ ସମାଜ ଜୀବନକୁ ଓ ଜଗତକୁ ଦେଖିବାର ଦୃଷ୍ଟିଭଙ୍ଗୀ ବଦଳାଇଦେଲା। ତେଣୁ ସାହିତ୍ୟରେ କଳ୍ପନା ଅଲୌକିକତା ପରିବର୍ତ୍ତେ ବାସ୍ତବବାଦୀ ଚିନ୍ତାଧାରାର ଉଦ୍ଭବ ଘଟିଲା। ଏହି ଚିନ୍ତାଧାରାକୁ ଯେଉଁମାନେ ଜନପ୍ରିୟ କରିଥିଲେ ସେମାନଙ୍କ ମଧ୍ୟରୁ ସେଣ୍ଟ ବି ଉଭଟେନ୍
कार्ल मार्क्स, ମାଥ୍ୟୁ ଆର୍ନୋଲ୍ଡ, ଚେର୍ନିସଭସ୍କି, ରସ୍କିନ୍ ଟଲଷ୍ଟୟ ଏମାନେ ପ୍ରମୁଖ ଅନ୍ୟତମ। ଏମାନେ ବାସ୍ତବବାଦର ବିଭିନ୍ନ ବୈଶିଷ୍ଟ୍ୟକୁ ପ୍ରତିଷ୍ଠିତ କରାଇଥିଲେ। ଏମାନଙ୍କ ମଧ୍ୟରେ ଥିଲେ ମାର୍କ୍ସ ସର୍ବଶ୍ରେଷ୍ଠ। ମାର୍କ୍ସଙ୍କ ସାହିତ୍ୟାଦର୍ଶ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିଲା। ଫ୍ରାନ୍ସର ଆଲୋଚକ ବି ଉଭ୍ ସାହିତ୍ୟାଲୋଚନା କ୍ଷେତ୍ରରେ ସୂକ୍ଷ୍ମ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ପରିଚୟ ଦେଇଥିଲେ। ତାଙ୍କ ମତରେ କୌଣସି ସାହିତ୍ୟ କୃତିର ସମୀକ୍ଷାତ୍ମକ ଆଲୋଚନା ନିମିତ୍ତେ ପ୍ରଥମେ ସ୍ରଷ୍ଟାର ଜୀବନ ଓ ବ୍ୟକ୍ତିତ୍ୱ ଅଧ୍ୟୟନ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଟେନ୍ଙ୍କ ମତ ସାମାନ୍ୟ ଭିନ୍ନ ଥିଲା। ସେ କହୁଥିଲେ ସୃଷ୍ଟିକୁ ଆଲୋଚନା କରିବାକୁ ହେଲେ ତାର ଜାତିଗତ, ସାମାଜିକ ଓ ସାଂସ୍କୃତିକ ପୃଷ୍ଠଭୂମି ସମ୍ପର୍କରେ ଦୃଷ୍ଟି ଦେବାକୁ ପଡ଼େ। ସେହିପରି ମାଥ୍ୟୁ ଆର୍ନୋଲ୍ଡ ଉଭୟ କବି ଓ ସମୀକ୍ଷକ ଭାବେ ମଧ୍ୟ ଖ୍ୟାତି ଅର୍ଜନ କରିଥିଲେ। କବିତାରେ ନୀତି ଓ ଆଦର୍ଶ ଉପରେ ସେ ଗୁରୁତ୍ୱ ଦେଉଥିଲେ। ତାଙ୍କ ଦୃଷ୍ଟିରେ କବିତା ହେଉଛି ଜୀବନର ବ୍ୟାଖ୍ୟା। କିନ୍ତୁ କବିତା ସମ୍ପର୍କରେ ସମୀକ୍ଷକ ଯେତେବେଳେ ସମୀକ୍ଷା କରେ ସେ ସମୟରେ ତାର ଏକ ଗୁରୁ ଦାୟିତ୍ୱ ରହିଛି। ସେ ଦାୟିତ୍ୱଟି ହେଉଛି ସାହିତ୍ୟ କୃତିର ଅଧ୍ୟୟନ ଓ ସମୀକ୍ଷା କ୍ଷେତ୍ରରେ ବିଶ୍ୱର ଅନ୍ୟାନ୍ୟ ସାହିତ୍ୟ କୃତିର ଗଭୀର ଅଧ୍ୟୟନ କରି ଏହାର ବିବିଧ ଦିଗ ସମ୍ପର୍କରେ ଦୃଷ୍ଟି ଦେବା। ରସ୍କିନ୍ କଳା ଉପରେ ଗୁରୁତ୍ୱ ଆରୋପ କରିଥିଲେ। କଳା ହିଁ ସମାଜ ଜୀବନରେ ନୂତନ ସମ୍ଭାବନା ଓ ଉନ୍ମାଦନା ସୃଷ୍ଟି କରେ। ନୀତି ଓ ଆଦର୍ଶର ପ୍ରଚାରକ ସାଜିଥାଏ। ସୁନ୍ଦର ଶ୍ରେଷ୍ଠ କଳା କଦାପି ଅନୈତିକତାକୁ ପ୍ରଶ୍ରୟ ଦିଏ ନାହିଁ। ଏହିପରି ଭାବରେ ବାସ୍ତବବାଦର ପୃଷ୍ଠଭୂମିଟି ଗଢ଼ି ଉଠିଥିଲା। ପରବର୍ତ୍ତୀ ପ୍ରଶ୍ନ 2 ନମ୍ବର ଚ। ବାସ୍ତବବାଦର ସଂଜ୍ଞାନ ଓ ସ୍ୱରୂପ ସମ୍ପର୍କରେ ଆଲୋଚନା କର ବା ବାସ୍ତବବାଦର ସଂଜ୍ଞା ଏବଂ ସ୍ୱରୂପ ବିଷୟରେ ଆଲୋଚନା କର। ବାସ୍ତବବାଦର ସଂଜ୍ଞା। କିଛି ଚିନ୍ତାନାୟକଙ୍କ ଉକ୍ତିରୁ ବାସ୍ତବବାଦର ସଂଜ୍ଞାକୁ ଏବଂ ସ୍ୱରୂପକୁ ନିରୂପଣ କରାଯାଇପାରେ। ଯେପରିକି ଡି ଗ୍ରାଣ୍ଟଙ୍କ ମତରେ ବାସ୍ତବବାଦ କ'ଣ? ଡି ଗ୍ରାଣ୍ଟଙ୍କ ମତରେ ବାସ୍ତବ ଜୀବନର କଳା ଓ ସାହିତ୍ୟରେ ରୂପ ପାଇଥାଏ ବାସ୍ତବବାଦ। ବାସ୍ତବ ଜୀବନର କଳା ଓ ସାହିତ୍ୟରେ ଏହା ରୂପ ପାଇଥାଏ। ଯାହା କୁତ୍ସିତ, କଦର୍ଯ୍ୟ ଓ ଯନ୍ତ୍ରଣାଦାୟକ ସେସବୁକୁ ବାସ୍ତବବାଦୀ ସ୍ରଷ୍ଟା ପରିତ୍ୟାଗ କରିଥାଏ। ସେହିପରି ଇମିଲି ଜୋଲାଙ୍କ ମତରେ ବାସ୍ତବ ଚିତ୍ର ଏକ ସ୍ୱଚ୍ଛ ସମତଳ କାଚ ଗ୍ଲାସ ସହ ତୁଳନୀୟ, ଯେଉଁଥିରେ ଘଟଣାର ଚିତ୍ର ଅତି ସହଜରେ ପ୍ରତିଫଳିତ ହୋଇଥାଏ। ଯେତେ ଅପ୍ରିୟ ହେଲେ ମଧ୍ୟ ବାସ୍ତବ ସତ୍ୟକୁ ପ୍ରକାଶ କରି ସମୟ ସ୍ରୋତରେ ସ୍ପଷ୍ଟ ପଦଚିହ୍ନ ଆଙ୍କି ଦେଇଯାଏ। ସେହିପରି ଏଚ୍ ଲେଭିନ୍ଙ୍କ ମତରେ ଜୀବନର ସମସ୍ତ ଘଟଣାବଳୀକୁ ନିଷ୍ଠା ଓ ସହୃଦୟତାର ସହ ପ୍ରକାଶ କରିବା ସହ ପ୍ରାକୃତିକ ବିଭାବର ଚିତ୍ରାୟନ ହେଉଛି ବାସ୍ତବବାଦର ମୁଖ୍ୟ ଲକ୍ଷ୍ୟ। ସେହିପରି ଚିନ୍ତାନାୟକ ୟୁରି ବୋରେଭଙ୍କ ମତରେ ବାସ୍ତବବାଦ ଏକ ଚିରନ୍ତନ ସାର୍ବକାଳିକ କଥା ଓ ଉଚ୍ଚକୋଟୀର କଳା ସର୍ବଦା ବାସ୍ତବତାର ଯେ ଅପେକ୍ଷା ରଖେ। ତେଣୁ ଉପରୋକ୍ତ ସଂଜ୍ଞା ଓ ପୃଷ୍ଠଭୂମିରୁ ଏହି ବାସ୍ତବବାଦର ବିଶେଷତ୍ୱ ସମ୍ପର୍କରେ, ସ୍ୱରୂପ ସମ୍ପର୍କରେ ସ୍ପଷ୍ଟ ଧାରଣା କରିହୁଏ ଯେ ବାସ୍ତବବାଦ ସମସାମୟିକ ଘଟଣାର ରୂପାୟନ ଉପରେ ଗୁରୁତ୍ୱ ଦେଇଥାଏ। ବାସ୍ତବବାଦର ବିଷୟବସ୍ତୁ ଯାହା ହେଉନା କାହିଁକି ବ୍ୟକ୍ତି ଚରିତ୍ର ତଥା ସ୍ଥାନର ବର୍ଣ୍ଣନା ଉପରେ ଏହା ପ୍ରାଧାନ୍ୟ ଆରୋପ କରିଥାଏ। ବାସ୍ତବବାଦୀମାନେ ଆଞ୍ଚଳିକତା ଉପରେ ଗୁରୁତ୍ୱ ଦେବା ସହିତ ଲୋକୋକ୍ତି, ସାଧାରଣ ଭାଷା ପ୍ରୟୋଗକୁ ପସନ୍ଦ କରନ୍ତି। ସମାଜ ବିଜ୍ଞାନ ଓ ବିଜ୍ଞାନ ଆଧାରିତ ଶବ୍ଦ ଉପରେ ମଧ୍ୟ ଏଥିରେ ଗୁରୁତ୍ୱ ଦିଆଯାଇପାରେ। ସେହିପରି ଶେଷ ପ୍ରଶ୍ନ 2 ନମ୍ବର 6। ଓଡ଼ିଆ କବିତାରେ ଏହି ବାସ୍ତବବାଦର ପ୍ରୟୋଗ କିପରି ହୋଇଛି ବର୍ଣ୍ଣନା କର। ଉତ୍ତର ହେଲା, ଊନବିଂଶ ଶତାବ୍ଦୀରେ ରୋମାଣ୍ଟିସିଜିମର ପ୍ରତିବାଦ ସ୍ୱରୂପ ପ୍ରତିକ୍ରିୟାରୁ ସୃଷ୍ଟି ହୋଇଛି ଏହି ବାସ୍ତବବାଦ। ବିଂଶ ଶତାବ୍ଦୀର ସମଗ୍ର ବିଶ୍ୱ ସାହିତ୍ୟକୁ ଏହା ପ୍ରଭାବିତ କରିଛି। ଶିଳ୍ପ ବିପ୍ଳବ ଓ ପୁଞ୍ଜିବାଦର ଅଗ୍ରଗତି ବିଶ୍ୱ ଅର୍ଥନୀତି କ୍ଷେତ୍ରରେ ଏକ ସଙ୍କଟକୁ ଆନୟନ କରିଛି। ଏହି ସଙ୍କଟର ଚିତ୍ର ସାଙ୍ଗକୁ ଏହାର ସମାଧାନର ଇଙ୍ଗିତ ମଧ୍ୟ ସାହିତ୍ୟରେ ପ୍ରକାଶ ପାଇଛି। ଏହି ପ୍ରକ୍ରିୟାରୁ ଏହା ସମ୍ଭୂତ ହେଲା ଯେ ଏହି ସମାଜବାଦୀ ବାସ୍ତବତା ନାମକ ଏକ ପ୍ରଗତିଶୀଳ ସାହିତ୍ୟିକ ମତବାଦ। ଓଡ଼ିଆ କବିତାରେ ମଧ୍ୟ ଏହାର ସଫଳ ପ୍ରତିଫଳନ ଦେଖିବାକୁ ମିଳେ। କବିତାରେ ସାମାଜିକ ବାସ୍ତବତା ସମ୍ପର୍କରେ ଆଲୋଚନା କରିବାର
अवकाश रे प्रथमे मन को प्रश्नटी आसे जे ए सामाजिक वास्तवता कौन। साहित्य प्रतिफलित होता समाजर प्रतिबिंब सहित ए वास्तवता कौन समान। यहीपरि बहु प्रश्न आंदोलित करे। उत्तर रे केवल एतिकी कह जाई पारे जे प्रत्यह समाज रे घटुवा बहुविध घटनावली साहित्य रूप पाई। समयर स्रोत रे समाज परिवर्तित होगा सहित साहित्यर स्वर मध्य बदली थाए। प्रत्येक समयर चित्र को साहित्य उत्तोलित करने सह समाज को नूतन दिग्दर्शन प्रदान करथाए। अतीत वर्तमान और भविष्य को एकत्र गोटे सूत्र धारण करी सठिक मार्ग को निर्धारण करते साहित्य। एणु प्राणनाथ पट्टनायक मतरे एहारी जरिया समाजर अतीत जीवन बहु परिमाणर प्रतिबिंबित हुए, वर्तमान जीवन प्रतिभात हुए एवं भविष्यत जीवन स्पंदित हुए। ओडिया कविता क्षेत्र में मध्य वास्तववादर सफल प्रयोग देखा मिले। लक्ष्य करवा किसी कविता पंक्ति देखा। कवि सच्चिदानंद राउतराय पांडुलिपिर कविता स्फुलिंगर कवि आज कहीं। एथिरे से लिखिछंती कवि भाषा है साहित्य नुहई खाली फूर्ति आ विलासर फूल, जाति को देव से मुक्ति तेबे जाई चरम तामूल। जीवनर महारणे विप्लवर जय वेदी परे साहित्यर अभिषेक। पुणी से राजजना कवितार मध्य कहते जहाँ सत्य ताहा कविता मनुष्यर जीवन बोधर छविता। सेहीपरि समसामयिक कवि होउछन्ति अनंत पट्टनायक। से मध्य वास्तविक समाजर वास्तवतार स्रोत निजक सामिल करछन्ति। शोषण मुक्त समाज गठन पई तांकर मध्य प्रचेष्टा जारी रही। साधारण मनुष्यर शक्ति उपरे तांकर अखंड आस्था और विश्वास। ए प्रकार अमोघ अस्त्र माध्यम कवि समाज व्यवस्था परिवर्तन आने प्रतिश्रुतिबद्ध। तेणु तांका विषय डॉक्टर वैष्णवचरण सामल मत प्रकाश करते जे समाज परिवर्तन एक अस्त्यात्मक आशावाद तांका कवितार छत्रे छत्रे झंकुत। मृत्युर कातरता नहीं, असहाय आत्मार विलाप नहीं, अतीन्द्रिय चेतना प्रति आग्रह नहीं, अच्छी मनुष्यर शक्ति और विश्वासर आविष्कार पाई अभिप्सा और समाजर क्रांति पाई दुर्बर प्रेरणा। ठीक सेहीपरि अनंत पट्टनायक एक कविता है शांति आम तरुण साधन सृजनर विलास, वृद्ध मने तारुण्यर द्योतना। शांति आम श्वेत मल्ली सुनीता आशा पलास, सीमाहीन जीवनर नव नव चेतना। तेणु आरे महागणक शांति शिक्षा, शांति शिक्षा यह हूँ अनंत पट्टनायक रचित। सेहीपरि कोटि कंठे तृतीय संगीत मनमोहन मिश्र से वास्तववाद कथा जनापड़े। जेपरिक आस भाई हिंदू मुसलमान, आस मजदूर लीग जवान, मुकति मिली कहीं बिना कुर्बान, बिना रकते की बांधे द्रौपदी जुड़ा, गोरा पलटण मारू अच्छी मौज, ता रकते रंगा तोर निशाण उड़ा। सेपरि रघुनाथ दास रचित अगस्ट 15, 1947 से वास्तववादर चित्र सफल रूपे देखा मिले। यात्री सावधान तोर एही यात्रा पथे नुहे, ए जे अंतिम सोपान, संग्राम तो सरिनी एबे मध्य ऊर्ध्वे तोर जनतार रक्त मांस लोभी, गृधपल चक्र मारे झांपी निए श्रमिकर आयु। एबे मध्य भात थाली भाग करे मालिक ओ साहू, एबे मध्य भात थाली भाग करे मालिक ओ साहू। तेणु ये भाव में ओडिया कवितार मध्य वास्तववादर सफल प्रयोग होता देखा मिले। धन्यवाद।